श्रीमा श्री अरविंद यही श्री अरविंद पाठचक्र ऑनलाइन माध्यम योगदान करिथिबा भाई अपा मान नमस्कार। आज आलोच्य विषय अभिप्सा और प्रार्थनार एक जादुशक्ति रही। अभिप्सा और प्रार्थनार एक जादुशक्ति रही। यही प्रसंग रे आलोचना करने निमंते बरगड़र चित्त भाई चित्तरंजन साहू को मु अनुरोध करुछि। चित्त भाई तांकर वक्तव्य प्रदान करंतु। श्रीमाता शरणं मम श्री अरविंद शरणं मम। आज ऑनलाइन श्री अरविंद पाठचक्र योगदान करथिबा समस्त मातृभूमि भाई को सादर सप्रेम नमस्कार सह पुनः स्वागत करुछि। मां पाखरे गभीर विनम्र कृतज्ञता निवेदन करबा जे हमको तांकर अमृतमय वाणी सानिध्य बारंबार प्रदान कर आछंती एवं प्रार्थना करबा जेपरिकी तांकरी वाणी यथार्थ मर्म माँ ही आम चेतना रे प्रविष्ट करांतु। तेरे वर्तमान आलोच्य प्रसंग भीतर को जीवा। आलोच्य प्रसंग तो भाई कही सारी अभिप्सा और प्रार्थनार एक जादुकारी शक्ति रही। ए विषय आम मांकर और प्रभुंकर वाणी को आधार कर किसी आलोचना करबा। आम जीवन रे अभिप्सा और प्रार्थनार भूमिका कौन, महत्व कौन, किपरि सेमाने आमर जीवन रे अनेक परिवर्तन आनी दे पारंती, वांछित परिवर्तन डिजायरेबल चेंजेस किंबा चेतनार विस्तारण बा उत्तरण अनुभूति अभिप्सा प्रार्थना माध्यम रे अनेक किसी संभव हो पारे। ये दुईटी शब्द सहित आम यथेष्ट परिचित। आम समस्ते किसी किसी अभिप्सा करू, निजर चेतनार स्थिति अनुजाई आम विभिन्न जिनस चाहूं। आम जहा चाहूं ताहा अभ्यास करू। जदि आम सेटा अभ्यास करू नथवा, केवल चाहूचे बोली कहूथवा, सेटा यथार्थ चाहिबा नुहे, सेटा अभिप्सा हुए नहीं। जोटा आम बारंबार अभ्यास करू सेटा अभिप्सार परिणत हो जाए एवं सेटा भगवान को पाखरे निवेदित गोटे दरखास्त हो जाए, गोटे एप्लिकेशन एवं आमर आस्पुरार शुद्धता एवं तीव्रता अनुजाई भगवान ताको अनुमोदन करती। माँ कहते ऑल सिंसियर प्रेयर्स आर ग्रांटेड, ऑल कॉल्स आंसर्ड। जोटा आम आंतरिक भाव में चाहू था सेटा भगवान अवश्य पूरण करती, कारण सेटा ही तांकर कार्य। आंतरिक भाव में आमे किछि मंद जिनिस चाहिए भी बेले बेले भगवान ताको पूर्ण कर दियंती। जदियो जदि सेठी एते विराट असंगति सृष्टि हो न थाए किंबा जदि तार भविष्यत परिणाम रे बा सामग्रिक परिणाम रे गोटे संगतिपूर्ण परिस्थिति सृष्टि हबार संभावना रही थाए, सेतेबेले विराट असंगतिर दाबी को मध्य भगवान स्वीकार कर नहीं पारती। जदि तार भविष्यत परिणाम रे
ଆହୁରି ଗୋଟେ ଉଚ୍ଚତର ତୀବ୍ରତର ସଂଗତିର ସମ୍ଭାବନା ରହିଥାଏ। ଯେମିତି ଚାଣକ୍ୟଙ୍କର ଗୋଟେ ଶ୍ଲୋକ ଅଛି, ତ୍ୟଜେଦେକମ୍ କୁଳସ୍ୟାର୍ଥେ ଗ୍ରାମସ୍ୟାର୍ଥେ କୁଳମ୍ ତ୍ୟଜେତ୍ ଗ୍ରାମମ୍ ଜନପଦସ୍ୟାର୍ଥେ ଆତ୍ମାର୍ଥେ ପୃଥିବୀ ତ୍ୟଜେତ୍। ଏ ଶ୍ଲୋକର ମୋଟାମୋଟି ଅର୍ଥ ହେଉଛି, ଗୋଟେ ଉଚ୍ଚତର ବା ବ୍ୟାପକତର ସଂଗତି ପାଇଁ ଗୋଟେ କ୍ଷୁଦ୍ରତର ଅସଙ୍ଗତିକୁ ସ୍ୱୀକାର କରାଯାଇପାରେ। ସେଇଭଳି ଦୃଷ୍ଟିରୁ ଦେଖିଲେ ମହାଭାରତର ଯେଉଁ ଯୁଦ୍ଧ, ଲକ୍ଷ ଲକ୍ଷ ଲୋକଙ୍କର, ନିରୀହ ଲୋକଙ୍କର ପ୍ରାଣହାନି, ଧନହାନି, ଗୋଟେ ରାଷ୍ଟ୍ର ବା ଅନେକ ଗୁଡ଼ିଏ ରାଷ୍ଟ୍ର ସମୂହର ବିକାଶ ଧାରା କେତେ ପରିମାଣରେ ବ୍ୟାହତ ହେଉଛି, ସଭ୍ୟତା କେତେ ଦଶନ୍ଧି ବା କେତେ ଶତାବ୍ଦୀର ପଛକୁ ଚାଲି ଯାଉଛି, ଏତେ ବିରାଟ ଅସଙ୍ଗତି, ତାକୁ ମଧ୍ୟ ଭଗବାନ ଅନୁମୋଦନ କରିଦିଅନ୍ତି ଯଦି ତାର ପରବର୍ତ୍ତୀ ପରିଣାମଟା ଅଧିକ ସଂଗତିପୂର୍ଣ୍ଣ ହେବାର ସମ୍ଭାବନା ଥାଏ। ଏବଂ ତାହା କରିଥିଲେ ଯୋଗେଶ୍ୱର ଶ୍ରୀକୃଷ୍ଣ। ଏଠି କହିବା ବାହୁଲ୍ୟ ଯେ ମହାଭାରତର ଯେଉଁ ଗୋଟିଏ ବ୍ୟକ୍ତିର ଆସ୍ପରାନ୍ତ ଥିଲା, ଦୁର୍ଯ୍ୟୋଧନ ତୁଲ୍ୟ ଆହୁରି ଅନେକ ଥିଲେ ପାପାତ୍ମା। ସେମାନଙ୍କର ସାମୂହିକ ଅସଙ୍ଗତ ଆସ୍ପୃହାର ପରିଣାମ ସ୍ୱରୂପ ସଂଘଟିତ ହେଲା ମହାଭାରତ। ବ୍ୟକ୍ତିର ଚିନ୍ତାଧାରା ଯେଭଳି ହେଇଥାଏ, ତା ଦ୍ୱାରା କର୍ମ ମଧ୍ୟ ସେଭଳି ହେଇଥାଏ। ଏବଂ କର୍ମର ପରିଣାମ ତ ସୁନିଶ୍ଚିତ। ଏହି ସମଗ୍ର ସୃଷ୍ଟିକୁ ଭଗବାନ ରଚନା କରିଛନ୍ତି କାର୍ଯ୍ୟକାରଣ ନିୟମର ସୂତ୍ରରେ। ଅର୍ଥାତ୍ ଯେକୌଣସି କ୍ରିୟା ଏ ବିଶ୍ୱ ପ୍ରକୃତି ମାଧ୍ୟମରେ ସେଠି ସଂଘଟିତ ହେଉଛି, ତାର ଗୋଟେ ପରିଣାମ ରହିଛି। ସେହି ପରିଣାମ ମଧ୍ୟ ଏହି ସୃଷ୍ଟିରେ ସଂଘଟିତ ହେବ। ଅର୍ଥାତ୍ ଆମେ ଯେଭଳି କର୍ମ କରିବା, ତାର ପରିଣାମ ଆମକୁ ଭୋଗ କରିବାକୁ ପଡ଼ିବ। ସେହି ନିୟମରେ ଆମେ ପ୍ରତ୍ୟେକ ମୁହୂର୍ତ୍ତରେ ଯାହା କିଛି ଆସ୍ପୃହା କରୁଛୁ, ଯାହା କିଛି ଚାହୁଁଛୁ, ସେ ଅନୁସାରେ କର୍ମଗୁଡ଼ିକ ସଂଘଟିତ ହେଉଛି। ବାରମ୍ବାର ଗୋଟେ ନିର୍ଦ୍ଦିଷ୍ଟ ପ୍ରକାର ଆଚରଣ କରିବା ଦ୍ୱାରା ପ୍ରକୃତିର ଗୋଟେ ନିର୍ଦ୍ଦିଷ୍ଟ ପ୍ରକାରର ପରିବର୍ତ୍ତନ ସଂଘଟିତ ହେଉଛି, ଯାହାକି ଦୀର୍ଘସ୍ଥାୟୀ। ଏବଂ ସେହି ପରିବର୍ତ୍ତନ ତା ସହିତ ପୁଣି ହସ୍ତକ୍ଷେପ କରୁଛନ୍ତି ଅନେକ ପରିମାଣରେ ବିଭିନ୍ନ ଜୀବର ଅହଙ୍ଗତ କ୍ରିୟା ପ୍ରତିକ୍ରିୟା। ଏବଂ ସାମୂହିକ ଭାବରେ ବା ସାମଗ୍ରିକ ଭାବରେ ଯେଉଁ ପରିଣାମଟି ଘଟୁଛି, ତାହା ବେଳେବେଳେ ଆମର ଆଶାନୁରୂପ ହେଉଛି, ତ ବେଳେବେଳେ ବଦଳି ଯାଉଛି, ଆଶାର ବିପରୀତ ମଧ୍ୟ ହେଉଛି। ଆମେ ଯେମିତି ଚାହିଁଥିବା ଘଟଣା ଗୁଡ଼ିକ ସେମିତି ଘଟିବ, ସେମିତି କିଛି ମାନେ ନାହିଁ। କାରଣ ଆମେ ଯେଉଁ କର୍ମ କଲେ ତାର ପରିଣାମ ଅବଶ୍ୟ ଆମେ ଭୋଗିବା, କିନ୍ତୁ ସେହି ପରିଣାମର ଘଟଣାଟି ଘଟିବା ପଛରେ ଯଦି ଅନେକ ଲୋକଙ୍କର ସଂକଳ୍ପ ଏବଂ କର୍ମର ପରିଣାମ ଯଦି ହସ୍ତକ୍ଷେପ କରେ, ଇଣ୍ଟରଫିୟର କରେ, ଏବଂ ବିଶ୍ୱ ପ୍ରକୃତିର କ୍ରିୟା ତ ସବୁବେଳେ ସେ ତା ନିଜସ୍ୱ ଧାରାରେ ଚାଲିଛି, ଏ ସମସ୍ତର ସାମଗ୍ରିକ ଗୋଟେ ଯେଉଁ ଗତିଧାରା, କ୍ରିସ୍ କ୍ରସ୍ ମୁଭମେଣ୍ଟ ହେଇକରି ସାମଗ୍ରିକ ପରିଣାମଟି ଯେଉଁ ସୃଷ୍ଟି ହେଉଛି, ରିଜଲ୍ଟେଣ୍ଟ କନସିକ୍ୱେନ୍ସ, ସେଇଟା ବୁଝିବାଟା ସହଜ ନୁହେଁ।
ସେଥିପାଇଁ ଗୀତାରେ ଗୋଟେ ଶ୍ଲୋକ ଅଛି, କର୍ମଣା ଗହନୋ ଗତି। ସମ୍ପୂର୍ଣ୍ଣ ଶ୍ଲୋକଟି ମୋର ମନେ ନାହିଁ, ମାନେ କର୍ମର ଗତି ଏତେ ବିଚିତ୍ର ଯେ ତାକୁ ସାଧାରଣ ମଣିଷ ବୁଝିପାରିବ ନାହିଁ। ଅତି ସୂକ୍ଷ୍ମ ଦ୍ରଷ୍ଟା ଯୋଗୀ ହେଲେ ହୁଏତ ବୁଝିପାରନ୍ତି। କର୍ମ କଣ, ଅକର୍ମ କଣ, ବିକର୍ମ କଣ, କେଉଁ କର୍ମର ପରିଣାମ କିଭଳି ହେବ ଏବଂ ସାମଗ୍ରିକ ଭାବରେ ଆମର ବର୍ତ୍ତମାନର କାର୍ଯ୍ୟଧାରା ଭବିଷ୍ୟତରେ ଆମ ପାଇଁ କଣ ପରିଣାମ ନେଇକରି ଆସିବ, ତାହା ଏତେ ସହଜ ନୁହେଁ ବୁଝିବାଟା। ତେଣୁ ଆମ ମନରେ ସବୁବେଳେ ଯୋଉ ଦ୍ୱନ୍ଦ୍ୱ ରହିଥାଏ ଯେ ପ୍ରକୃତରେ ଆମେ ଚାହିଁଲେ ଆମର ଭବିଷ୍ୟତ କଣ ହବ ତାହା ନିର୍ଦ୍ଧାରଣ କରିପାରିବା କି? କିମ୍ବା ଯାହା ଘଟିବାକୁ ଯାଉଛି ବା ଆମେ ଯେଉଁ କର୍ମ କରିଛୁ ତାର ପରିଣାମ ଆମକୁ ଯଦି ଭୋଗିବା ଅନିବାର୍ଯ୍ୟ, ତାକୁ ବଦଳା ଯାଇପାରିବ କି? କିମ୍ବା କସ୍ମିନ୍ କାଳେ ତାକୁ ଟିକେ ପରିବର୍ତ୍ତିତ କରାଯାଇପାରିବ କି? ତା ତୀବ୍ରତା କମ ବା ବେଶୀ କରାଯାଇପାରିବ କି? କାରଣ ଆମେ ଶୁଣି ଆସୁଛୁ ବାରମ୍ବାର ଯେ କର୍ମ ଘେନି ଫଳ ଏବଂ କର୍ମବନ୍ଧନର ବାଧ୍ୟତା ହେତୁରୁ ଆମକୁ ବାରମ୍ବାର ଜନ୍ମ ପରେ ଜନ୍ମ ଗ୍ରହଣ କରିବାକୁ ପଡୁଛି। ଜାତସ୍ୟ ହି ଧ୍ରୁବ ମୃତ୍ୟୁ ଧ୍ରୁବ ଜନ୍ମ ମୃତସ୍ୟ ଚ। ଭଗବାନ ମଧ୍ୟ ଏଠି ଜନ୍ମଗ୍ରହଣ କରନ୍ତି ଏବଂ ନିଜ କୃତକର୍ମର ପରିଣାମ ଭୋଗ କରନ୍ତି। ଏପରିକି ନିଜର କର୍ମର ଫଳ ଭୋଗ କରିବା ପାଇଁ ତାଙ୍କୁ ଆଉ ଥରେ ଜନ୍ମ ନେବାକୁ ପଡିଥାଏ, ଅବତାର ଗ୍ରହଣ କରିବାକୁ ପଡିଥାଏ। ପୁରାଣରେ ଆମର ଅନେକ ଦୃଷ୍ଟାନ୍ତ ସେଭଳି ଅଛି। ତାହେଲେ ଆମ ମନରେ ଯେଉଁ ଦ୍ୱନ୍ଦ୍ୱ ଆସେ ସେଟା ହଉଛି, ଯଦି କର୍ମଫଳ ଭୋଗିବା ଅନିବାର୍ଯ୍ୟ, ତାହେଲେ ତାର ପ୍ରତିକାର ପାଇଁ ବା ତାର ଲାଘବ ପାଇଁ ବ୍ୟକ୍ତି ଚେଷ୍ଟା କାହିଁକି କରିବ? କିମ୍ବା ନିଜର ଆତ୍ମୋନ୍ନତିର ମାର୍ଗ କାହିଁକି ନିଜେ ନିର୍ଦ୍ଧାରଣ କରିବ? କାହିଁକି ନିଜର ଆତ୍ମୋନ୍ନତି ପାଇଁ ଚେଷ୍ଟା କରିବ? କାରଣ ମୁଁ କଣ ହେବି ଭବିଷ୍ୟତରେ ତାହା ଯଦି ପୂର୍ବ ନିର୍ଦ୍ଧାରିତ ହେଇଛି ମୋର କର୍ମଫଳ ଦ୍ୱାରା, ତାହେଲେ ମୁଁ ଯେତେ ଚେଷ୍ଟା କଲେ ମଧ୍ୟ ମୁଁ ଯାହା ହେବା କଥା ସେଇଟା ହେବି, ତାହେଲେ ଚେଷ୍ଟା ହିଁ କରିବି କାହିଁକି? ଏଇ ଯୋଉ ଦ୍ୱନ୍ଦ୍ୱ, ଏହାର କିଞ୍ଚିତ ସମାଧାନ ଆଜିର ଆଲୋଚନାରୁ ଆମେ ପାଇବା ବୋଲି ମୁଁ ଆଶା କରୁଛି, ମା ଏବଂ ପ୍ରଭୁଙ୍କର ବାଣୀକୁ ଆଧାର କରି। ତେଣୁ ପ୍ରକୃତରେ ଆଜିର ମୂଳ ଆଲୋଚ୍ୟ ପ୍ରସଙ୍ଗଟି ହେଉଛି ଫେଟ୍ ଆଣ୍ଡ ଫ୍ରି ୱିଲ୍, ଭାଗ୍ୟ ଏବଂ ମୁକ୍ତ ଇଚ୍ଛା ବା ସଂକଳ୍ପ, ବ୍ୟକ୍ତିଗତ ସଂକଳ୍ପ। এই ଦୁଇଟି ମଧ୍ୟରେ ଆମର ଦ୍ୱନ୍ଦ୍ୱ ସବୁବେଳେ ରହିଥାଏ। ଆମର ଚିରାଚରିତ ଧାରଣା ଯେ ଫେଟ୍ ଇଜ୍ ଇନେଭିଟେବଲ୍, ଭାଗ୍ୟ ଅପରିବର୍ତ୍ତନୀୟ, ଯାହା କପାଳ ଲେଖା ହେଇଛି ତାହା ଘଟିବା ଅନିବାର୍ଯ୍ୟ। କପାଳ ଲିଖନ କିଏ କରିବ ଆନ ବୋଲି କୁହାଯାଏ। ସେଇ ନ୍ୟାୟରେ ଆମେ ଧରି ନେଉ ଯେ ମୁଁ ଭବିଷ୍ୟତରେ କଣ ହେବି ସେଟା ଆଗ ନିର୍ଦ୍ଧାରିତ ହେଇଛି। ମୁଁ ଡାକ୍ତର ହେବି ନା ଇଞ୍ଜିନିୟର ହେବି ନା ଶିକ୍ଷକ ହେବି ନା ବ୍ୟବସାୟୀ ହେବି ନା ଓକିଲ ହେବି ନା ଯୋଗୀ ହେବି, କେତେ ଶିକ୍ଷାଗତ ଯୋଗ୍ୟତା ଅର୍ଜନ କରିବି, କାହାକୁ ବିବାହ କରିବି,
କେତେ ସନ୍ତାନ ସନ୍ତତିର ଜନକ ହେବି ବା ଜନନୀ ହେବି, ସବୁକିଛି ପୂର୍ବ ନିର୍ଦ୍ଧାରିତ ହୋଇ ରହିଛି ବୋଲି ଆମର ଧାରଣା। ଏବଂ ସେଥିପାଇଁ ଆମକୁ ଲାଗେ ଆମେ ଯାହା କଲେ ବି, ଆମେ ଯେକୌଣସି କର୍ମ କରୁ ଜୀବନରେ, ସେ ଯୋଉଟା ଆଗରୁ ଲେଖା ହେଇଛି ସେଟା ଅବଶ୍ୟ ଘଟିବ। ପ୍ରକୃତରେ ଏଇଟା କଣ ସତ୍ୟ? ଆମେ ପ୍ରକୃତରେ ବୁଝିପାରୁନାହୁଁ କର୍ମ ରହସ୍ୟଟି, ସେ ନିୟମଟି। ଯଦି ଆମେ ପ୍ରକୃତରେ ବୁଝୁଥାନ୍ତେ ତାହେଲେ ଦ୍ୱନ୍ଦ୍ୱ ରହନ୍ତା ନାହିଁ। ଏବଂ ମା ସେମାନଙ୍କର ବାଣୀକୁ ଯଦି ଆମେ ଭଲ କରି ପଢିବା, ତାହେଲେ ମଧ୍ୟ ଏଇ ଦ୍ୱନ୍ଦ୍ୱ ଆମର ରହିବ ନାହିଁ। ତାର ଅର୍ଥ ନୁହେଁ ଯେ ଆମେ ଆମର ବର୍ତ୍ତମାନ କର୍ମର ପରିଣାମ ସମ୍ପୂର୍ଣ୍ଣ ରୂପେ ନିର୍ଦ୍ଧାରଣ କରିଦେଇପାରିବା, କଣ ହବ ଜାଣିପାରିବା, ଏମିତି ନୁହେଁ। କିନ୍ତୁ କର୍ମ ବନ୍ଧନ ବା କର୍ମର ପରିଣାମ ସମ୍ପର୍କରେ ଆମର ଧାରଣାଟା ସ୍ପଷ୍ଟ ହେଇଯିବ। ସେଟା କଣ ନା, କର୍ମ ଘେନି ଫଳ ଆମେ ଜାଣିଲେ। ଆମେ ବର୍ତ୍ତମାନ ଯାହା ଭୋଗ କରୁଛନ୍ତି ସେଟା ଆମର ଅତୀତରେ କରିଥିବା କର୍ମର ପରିଣାମ, ସାମଗ୍ରିକ ପରିଣାମ। ଏବଂ କେବଳ ଆମ କର୍ମର ନୁହେଁ, ଆହୁରି ଅନେକ ଲୋକଙ୍କର କର୍ମର ପରିଣାମ ମଧ୍ୟ ଆମ ସହିତ ହସ୍ତକ୍ଷେପ କରିପାରେ। ଯେମିତି ଆମର କାର୍ଯ୍ୟ ଅନ୍ୟମାନଙ୍କ ଭବିଷ୍ୟତରେ ହସ୍ତକ୍ଷେପ କରିପାରେ, ସେମିତି ଅନ୍ୟର କାର୍ଯ୍ୟ ମଧ୍ୟ ଆମ ଭବିଷ୍ୟତରେ ହସ୍ତକ୍ଷେପ କରିପାରେ। ତେଣୁ ସାମଗ୍ରିକ ଭାବରେ କିଛି ପରିଣାମ ଆମେ ଭୋଗ କରୁଛୁ। ସେଥିରୁ କିଛି ପାଇଁ ଆମେ ଦାୟୀ, କିଛି ପାଇଁ ଅନ୍ୟମାନେ ଦାୟୀ, ଅନ୍ୟ କୌଣସି ସତ୍ତା ଦାୟୀ କିମ୍ବା ବିଶ୍ୱଗତ ଶକ୍ତି ଗୁଡିକ ଦାୟୀ। ସିଏ ଯେ ଦାୟୀ ହୁଅନ୍ତୁ, ନିଶ୍ଚିତ ଭାବରେ ସେଇଟା ଅତୀତରେ କୃତ କର୍ମର ପରିଣାମ। ଯଦି ସେଟା ସତ୍ୟ, ତାହେଲେ ମୁଁ ଆଜି ଯାହା କରିବି ତାହା ଭବିଷ୍ୟତରେ ମୋର ଫଳ ନିର୍ଦ୍ଧାରଣ କରିବ ନାହିଁ କି? ଯଦି ମୁଁ କହିବି ମୁଁ କିଛି କରିବି ନାହିଁ, ଯାହା ଭୋଗିବାର ତ ଅଛି ବୋଲି ଚୁପଚାପ ବସି ରହିବି, ସେ ବସିବାଟା ବି କର୍ମ। ଆମେ ଅନେକ ସମୟରେ ଭୁଲି ଯାଉ। ସ୍ଥିରତା ଗୋଟେ କର୍ମ ନୁହେଁ ବୋଲି ଭାବୁ ଆମେ। ସ୍ଥିରତାଟା ସବୁଠୁ ମୂଳ କର୍ମ, କାରଣ ସ୍ଥିରତାର ଆଧାରରେ ହିଁ ଗତି ହେଇଥାଏ। ଅସ୍ତିତ୍ୱର ଆଧାରରେ ହିଁ ଆମେ ଜୀବନ ଧାରଣ କରିଥାଉ, କର୍ମ କରିଥାଉ। ତେଣୁ ଅସ୍ତିତ୍ୱ ଏବଂ ସ୍ଥିରତା ଏ ଦୁଇଟି ସବୁଠୁ ବଡ଼ କର୍ମ, ଏବଂ ଏହାର ମଧ୍ୟ ପରିଣାମ ରହିଛି। ତେଣୁ କର୍ମ ନକରି ରହିପାରିବା ନାହିଁ। ଯାହା ଯୋଗେଶ୍ୱର ଶ୍ରୀକୃଷ୍ଣ କହିଲେ ଅର୍ଜୁନଙ୍କୁ ଗୀତାରେ, ଯେ କର୍ମ ନକରି କେହି ରହିପାରିବ ନାହିଁ। କର୍ମ ନକରି ରହିଲେ ଦେଖିବା, ମାନେ ଭଗବାନ କହୁଛନ୍ତି ଆମକୁ କର୍ମ ନକରି ରହିପାରିବ କି? କିଛି ନହେଲେ ତ ନିଶ୍ୱାସ ପ୍ରଶ୍ୱାସ ନେଉଛ। ସ୍ଥିର ଭାବରେ ବସିଥିଲେ ମଧ୍ୟ ଅନେକ ଗୁଡ଼ିଏ କର୍ମ ଚାଲିଛି, ଅନେକ ଗୁଡ଼ିଏ ଚିନ୍ତା ଚାଲିଛି। ଚିନ୍ତାର ତରଙ୍ଗ ଗୁଡିକ ଗୋଟେ ଗୋଟେ ବିରାଟ କର୍ମ। ପ୍ରଭୁ ଶ୍ରୀଅରବିନ୍ଦ କହିଛନ୍ତି ତାଙ୍କର ଗୋଟେ କାରିକାରେ ଯେ ହିମାଲୟନ ଯୋଗୀ, ତୁମେ କଣ ଭାବୁଛ ସେ ଏମିତି ଚୁପଚାପ ବସିଛି? ଆମେରିକାରେ କୋଉଠି ଗୋଟେ ଭୂମିକମ୍ପ ହେଲା ବା ଅଗ୍ନିତ୍ପାତ ହେଲା କି ସୁନାମି ହେଲା କିମ୍ବା ସଂଗତିମୂଳକ କିଛି ବିରାଟ ପ୍ରତିକ୍ରିୟା ସୃଷ୍ଟି ହେଲା, ତାର ପଶ୍ଚାତରେ ରହିଥାଇପାରେ ସେ ହିମାଲୟନ ଯୋଗୀର ଧ୍ୟାନର ଶକ୍ତି। ଧ୍ୟାନର ପୁଞ୍ଜୀଭୂତ ଶକ୍ତି ଅସାଧ୍ୟ ସାଧନ କରିପାରେ। ଗୋଟେ ଯୋଗୀର ଆସ୍ପୃହା ବିଶ୍ୱଜାଗତିକ ଘଟଣାରେ ପରିବର୍ତ୍ତନ ଆଣିଦେଇପାରେ। ପ୍ରଭୁ ଶ୍ରୀଅରବିନ୍ଦଙ୍କର ଯୋଗଗତ ଆସ୍ପୃହା ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଆସୁରିକ ଶକ୍ତିର ପ୍ରତୀକ ହିଟଲରକୁ ପରାଜିତ କରିଥିଲା। এটা ଆମେ ସମସ୍ତେ ଜାଣୁ। ତେଣୁ ଆମେ ବୁଝିବା
ଯେ ଆମର ପ୍ରତ୍ୟେକ କର୍ମର ପରିଣାମ ଅବଶ୍ୟ ରହିଛି ଏବଂ ଆମର ବର୍ତ୍ତମାନର କର୍ମ ତାହା ଆମର ପୂର୍ବ କର୍ମର ପରିଣାମ ଗୁଡ଼ିକ ସହିତ ହସ୍ତକ୍ଷେପ କରି ଇଣ୍ଟରଫିୟର କରି ପ୍ରତି ମୁହୂର୍ତ୍ତରେ ତାକୁ ବଦଳେଇ ଚାଲିଛନ୍ତି। ଅର୍ଥାତ୍ ମୋ ପାଇଁ ବର୍ତ୍ତମାନ ମୁହୂର୍ତ୍ତରେ ଗୋଟେ ମୋମେଣ୍ଟ, କାରଣ ପ୍ରତ୍ୟେକ ମୋମେଣ୍ଟରେ ସେଟା ଚେଞ୍ଜେବଲ। ବର୍ତ୍ତମାନ ମୁହୂର୍ତ୍ତରେ ମୋ ପାଇଁ ଭାଗ୍ୟ ଯାହା, ପରବର୍ତ୍ତୀ ମୁହୂର୍ତ୍ତରେ ତାହା ନୁହେଁ। ସେଟା ସବୁବେଳେ ବଦଳି ବଦଳି ଯାଉଛି ଗୋଟେ ନଦୀର ଶଯ୍ୟା ପରି। ସେଥିପାଇଁ ତ କୁହାଯାଏ ଜଣେ ସମାନ ନଦୀରେ ଦିଥର କେବେ ଗାଧେଇ ପାରିବନି, କାରଣ ଦିଥର ଗାଧେଇଲେ ଆମେ ଭାବୁଛୁ ସେ ନଈଟା ସେମିତି ଅଛି, କିନ୍ତୁ ନଈଟା ସେମିତି ନାହିଁ। କେତେ ପାଣି ବଦଳି ଯାଇଛି, କେତେ ଶିଉଳି ଚାଲି ଯାଇଛନ୍ତି, କେତେ ଜଳଚର ଜୀବ ପ୍ରବାହିତ ହେଇଯାଇଛନ୍ତି, ବାଲିର ସଂରଚନା ବଦଳି ଯାଇଛି, ତଳେ ଅସଂଖ୍ୟ ପରିବର୍ତ୍ତନ ହେଇଯାଇଛି। ଗୋଟେ ନଦୀର ଶଯ୍ୟା ତୁଲ୍ୟ ବା ଜଳଧାରା ତୁଲ୍ୟ ଆମର ଭାଗ୍ୟ ମଧ୍ୟ ନିତ୍ୟ ପରିବର୍ତ୍ତନୀୟ। ନିତ୍ୟ ମାନେ ପ୍ରତି ମୁହୂର୍ତ୍ତରେ ଆମର ଭାଗ୍ୟ ବଦଳି ବଦଳି ଚାଲିଛି। କିଛି କିଛି ସୂକ୍ଷ୍ମ ପରିବର୍ତ୍ତନ ହେଇ ଚାଲିଛି, କିନ୍ତୁ ଯୋଉଗୁଡ଼ିକ ବିରାଟ ବିରାଟ ଘଟଣା, କର୍ମର ତୀବ୍ରତା ଅନୁସାରେ ତାର ପରିଣାମର ତୀବ୍ରତା ମଧ୍ୟ ନିର୍ଦ୍ଧାରିତ ହେଇଥାଏ। ଯଦି ଜଣେ ଧରାଯାଉ ଜଣକୁ ନିର୍ଦ୍ଦୋଷରେ ନୃଶଂସ ଭାବରେ ବିଶ୍ୱାସଘାତକତା କରି ହତ୍ୟା କଲା, ତାର ପରିଣାମ ତାକୁ ଭୋଗିବାକୁ ପଡିବ। ତାକୁ ମଧ୍ୟ ସେମିତି ଜଣେ ହତ୍ୟା କରିପାରେ, କିନ୍ତୁ ନିର୍ଦ୍ଦିଷ୍ଟ ସମୟରେ ସେ ପରିଣାମଟି ସଂଘଟିତ ହେବ। ସେଟା କେତେବେଳେ କେଉଁ ମାଧ୍ୟମରେ ଆସିବ ସାଧାରଣ ମଣିଷ ଜାଣିବାର ଉପାୟ ନାହିଁ। କିନ୍ତୁ ଧରନ୍ତୁ ଇତିମଧ୍ୟରେ ସେ ବ୍ୟକ୍ତିଟି ପଶ୍ଚାତାପରେ ଜର୍ଜରିତ ହେଇ ପ୍ରାୟଶ୍ଚିତ କରିବାକୁ ମନସ୍ଥ କଲା ଏବଂ ସେଥିପାଇଁ ସେ ତୀବ୍ର ତପସ୍ୟାର ସାହାଯ୍ୟ ନେଇପାରେ କିମ୍ବା କୌଣସି ଧାର୍ମିକ ଅନୁଷ୍ଠାନର ସାହାଯ୍ୟ ନେଇପାରେ, ଯାହା ତାର ବୁଦ୍ଧି ବିବେକ ଅନୁସାରେ ସେ କିଛି କଲା। ତାର ପରିଣାମ ତ ଅବଶ୍ୟ ରହିଛି। ହୁଏତ ଏମିତି ହେଇନପାରେ ଯେ ତାର ଯେଉଁ ଭବିତବ୍ୟ ଆଉ କାହା ଦ୍ୱାରା ସେ ଆହତ ବା ବଧ ହବା କଥା, ସେଟା ନ ହେଇକରି ସେଥିରେ ସାମାନ୍ୟ ପରିବର୍ତ୍ତନ ହେଇଯାଇପାରେ। ଘଟଣାଟି ଅବଶ୍ୟ ଘଟିବ, କିନ୍ତୁ ତାର ପରିମାଣ ବା ତୀବ୍ରତାରେ ଅନେକ କିଛି ପରିବର୍ତ୍ତନ ହେଇଯାଇପାରେ। ସେ ଯଦି ଆଦୌ କିଛି ଚେଷ୍ଟା କରିନଥାନ୍ତା ତାହେଲେ ତାର ପରିଣାମଟି ଗୋଟାପଣେ ଯେମିତି ଫଳିବା କଥା ଫଳି ଯାଇଥାନ୍ତା। ଯେହେତୁ ସେ କିଛି ଚେଷ୍ଟା କରିଛି, ତାର ଅବଶ୍ୟ ପ୍ରଭାବ ରହିଛି। ଗୋଟେ ସୁନ୍ଦର ଉପକଥା ଏ ପ୍ରସଙ୍ଗରେ ମନେ ପଡୁଛି। ପୂଜ୍ୟ ମନୋଜ ଦାସଜୀଙ୍କର ଦୁଇ ଜଣ ସାଙ୍ଗ ଥିଲେ, ବିଜନ ଓ ବିପୁଳ। ବିଜନ ସ୍ୱଭାବରେ ବହୁତ ନମ୍ର ଭଦ୍ର ଶାନ୍ତ ପିଲାଟି, ଆଜ୍ଞାବହ, ଗୁରୁଜନ ମାନଙ୍କୁ ସମ୍ମାନ କରେ। ବିପୁଳ କିନ୍ତୁ ଅତି ଉଦଣ୍ଡ, ଛାତ୍ରାବସ୍ଥାରୁ ଶୈଶବାବସ୍ଥାରୁ ସେ ଯାଚ୍ଛାତା ବ୍ୟବହାର କରେ, ପଢ଼ାରେ ମନ ଦିଏ ନାହିଁ, ଦାୟିତ୍ୱବାନ ହୁଏ ନାହିଁ। ଥରେ ଦି ଜଣ ବନ୍ଧୁ ଅରଣ୍ୟରେ ବୁଲୁ ବୁଲୁ ବାଟ ବଣା ହେଇକରି ଜଣେ ଯୋଗୀଙ୍କର କୁଟୀରରେ ଉପସ୍ଥିତ ହେଲେ। ଯୋଗୀ ଧ୍ୟାନରେ ବସିଥାନ୍ତି, ମାନେ ମୁଣ୍ଡିଆ ମାରିଲେ। ଯୋଗୀ ଧ୍ୟାନରୁ ଉଠିଲା ପରେ ଏମାନଙ୍କୁ ଦେଖିଲେ ଏବଂ ହଠାତ୍
ତାଙ୍କର ଭବିଷ୍ୟତ ସମ୍ପର୍କରେ କିଛି କହିଲେ। ବିଜୟନକୁ କହିଲେ ଯେ 1 ବର୍ଷ ଭିତରେ ତମର ମୃତ୍ୟୁ ଯୋଗ ମୁଁ ଦେଖୁଛି, ଏବଂ ବିପ୍ଳବ କହିଲେ ତମେ 1 ବର୍ଷ ଭିତରେ ରାଜା ହବ। ଉଭୟ ଫେରି ଆସିଲେ। ବିଜୟନର ମନ ଟିକେ ବିଷଣ୍ଣ ଥାଏ। ବିପ୍ଳବ କିନ୍ତୁ ମାନେ ଏତେ ଉତ୍ଫୁଲ୍ଲିତ ଆନନ୍ଦରେ ତାର ଗୋଡ ତଳେ ଲାଗୁନଥାଏ। ଗାଁକୁ ଫେରିଲା ପରେ ସେ ସମସ୍ତଙ୍କୁ ଆହୁରି ବିଶୃଙ୍ଖଳିତ ଭାବରେ, ଅସଭ୍ୟ ଭାବରେ ବ୍ୟବହାର କଲା। କେହି ତାକୁ କିଛି କହିଲେ କହୁଥାଏ, ରହ ରହ, ବର୍ଷେ ପରେ ମୁଁ ରାଜା ହେବି, ତୋର ମୁଣ୍ଡ କାଟ କରିବି। ସମସ୍ତେ ଭାବୁଥାନ୍ତି ଏ ବୋଧେ ପାଗଳ ହେଇଗଲାଣି, କିନ୍ତୁ ଏ ଜାଣିଥାଏ ସାଧୁଙ୍କର ଭବିଷ୍ୟତବାଣୀ ନିଶ୍ଚୟ ଘଟିବ। ସାଧୁମାନେ ମିଥ୍ୟା କହନ୍ତି ନାହିଁ, ସେମାନେ ତ୍ରିକାଳଦର୍ଶୀ, ଭବିଷ୍ୟତ ଦ୍ରଷ୍ଟା, ତେଣୁ ସେ ଅବଶ୍ୟ ରାଜପଦ ପାଇବ। ତେଣୁ ଡରିବାର କଣ ଅଛି, ଏମିତି ଭାବିକରି ସେ ଯଥେଚ୍ଛାଚାର କରି ଚାଲିଲା। ବିଜନ କିନ୍ତୁ ଭାବୁଥାଏ ବର୍ଷେ ପରେ ଯଦି ମୋର ମୃତ୍ୟୁ ସୁନିଶ୍ଚିତ, ତାହେଲେ ବର୍ଷ ଭିତରେ ପାରୁ ପର୍ଯ୍ୟନ୍ତ ଭଲ କାମ କରିବିନି କାହିଁକି। ଏମିତି ଭାବି ସେ ରୋଗୀମାନଙ୍କର ସେବା କଲା, ଅସହାୟ ମାନଙ୍କୁ ସାହାଯ୍ୟ କଲା, ଅନେକ ଜନହିତକର କାର୍ଯ୍ୟ କଲା ଏବଂ ସବୁବେଳେ ଠାକୁରଙ୍କୁ ପ୍ରଣାମ ଜଣାଉଥାଏ, ପ୍ରଭୁ ଯେମିତି ଅନ୍ତିମ କାଳରେ ତୁମକୁ ସ୍ମରଣ କରି ମୋର ନିଶ୍ୱାସଟି, ଶେଷ ନିଶ୍ୱାସଟି ଯାଉ। ଏମିତି ଚାହୁଁ ଚାହୁଁ ବର୍ଷେ ବିତିଗଲା। ବର୍ଷେ ଯେତେବେଳେ ବିତିଗଲା, ଇଆଡେ ବିପ୍ଳବ ରାଜା ହଉନାହିଁ କି ବିଜନର ମୃତ୍ୟୁ ମଧ୍ୟ ହଉନାହିଁ। ଦୁଇ ବନ୍ଧୁ ଆଶ୍ଚର୍ଯ୍ୟ ହେଲେ ଏବଂ ତାଙ୍କର ସନ୍ଦେହ ମୋଚନ କରିବା ପାଇଁ ପୁନର୍ବାର ଅରଣ୍ୟରେ ପ୍ରବେଶ କରି ସେ ସାଧୁଙ୍କ ପାଖରେ ଉପସ୍ଥିତ ହେଲେ। ସାଧୁଙ୍କୁ ପଚାରିଲେ, କ୍ଷମା କରିବେ, ଟିକେ ଅଂଶ ମୁଁ ଭୁଲିଗଲି କାହାଣୀର। ଯେତେବେଳେ ଦୁଇ ବନ୍ଧୁ ପ୍ରଥମ କରି ସାଧୁଙ୍କୁ ଦର୍ଶନ କରି ଫେରୁଥାନ୍ତି, ସେତେବେଳେ ବାଟରେ ଗୋଟେ ଜାଗାରେ ବିପ୍ଳବଟି ଝୁଣ୍ଟି ପଡ଼ିଲା ଏବଂ ଦେଖିଲା ବେଳକୁ ସେଠି ମାଟି ତଳେ ଗୋଟେ ସୁନା ମୁଦ୍ରା ଭର୍ତ୍ତି ଗୋଟେ ହଣ୍ଡା, ପିତ୍ତଳ ଗରା ସେଠି ରହିଛି। ସେ ଖୋଳିକି ସେଠି ପାଇଗଲା ଏବଂ ଭାବିଲା ଯେ ସାଧୁଙ୍କର ଭବିଷ୍ୟତବାଣୀ ସତ୍ୟ ହେବା ଆରମ୍ଭ କରିଦେଲା। ରାଜପଦରେ ଏଟା ଗୋଟେ ପୂର୍ବ ସୂଚନା। ଏମିତି ଭାବିକିରି ସେ ଆହୁରି ମାନେ ଉଚ୍ଛୃଙ୍ଖଳିତ ହେଲା। କିନ୍ତୁ ଦିନେ ବିଜନ ଇଆଡେ ତାର ଭଲ କାର୍ଯ୍ୟ କରି ଚାଲିଥାଏ। ଦିନେ ସେ ଗୋଟେ ନିଛାଟିଆ ରାସ୍ତାରେ ଆସୁଥିଲା ବେଳେ କିଛି ଲୋକ ଜଣେ ବାଟକୁ ଲୁଣ୍ଠନ କରୁଥିବାର ଦେଖି ସେ ସେମାନଙ୍କ ସହିତ ଲଢିଲା ଏବଂ ହାତାହାତି ହେଲା। ହାତାହାତି ହେଲା ଭିତରେ ସେଇ ଚୋରମାନଙ୍କର ଆଘାତରେ ତାର ହାତ ଟିକେ ଖଣ୍ଡିଆ ହେଇଗଲା, କି କ୍ଷତ ହେଇକରି ରକ୍ତ ଝରିଲା। ଯାହା ହଉ ସେ ସେମାନଙ୍କୁ ତଡ଼ିବାରେ ସକ୍ଷମ ହେଲା ଏବଂ ବାଟୋଇ ଟିକେ ଉଦ୍ଧାର କଲା। ବାଟୋଇ ତାର ବହୁତ ଶୁଭକାମନା କଲା। ଏମିତି ହେଇକରି ପୁଣି ଦିନ ଗଡ଼ି ଚାଲିଲା। ତାପରେ ବର୍ଷେ ପରେ ଯେତେବେଳେ ସାଧୁଙ୍କ ପାଖରେ ସେମାନେ ଉପସ୍ଥିତ ହେଲେ ଏବଂ ସନ୍ଦେହଟି ପଚାରିଲେ ଯେ ଆପଣଙ୍କର ଭବିଷ୍ୟତବାଣୀ କେମିତି ମିଥ୍ୟା ହେଇଗଲା, ସାଧୁ ଟିକେ ଧ୍ୟାନସ୍ଥ ହେଲେ ଏବଂ କହିଲେ, ହସି ଦେଇକରି କହିଲେ, ନା ନା, ମୋର ଭବିଷ୍ୟତବାଣୀ କେବେ ମିଥ୍ୟା ହୁଏ ନାହିଁ ଏବଂ ହେଇନାହିଁ ମଧ୍ୟ। କିନ୍ତୁ ତମର କୃତକର୍ମ ତମର ସେ ଭାଗ୍ୟଟିରେ ଆଂଶିକ ପରିବର୍ତ୍ତନ ଘଟେଇ ଦେଇଛି। ଯାହା ଘଟିବା କଥା ତ ଘଟିଛି, କିନ୍ତୁ ସେଥିରେ ଘଟିଛି ଆଂଶିକ ପରିବର୍ତ୍ତନ। ବିପ୍ଳବ କହିଲେ, ତମେ ଯଦି ଠିକ ଭାବରେ କର୍ମ କରିଥାନ୍ତ, ରାଜପଦ ଅବଶ୍ୟ ତୁମକୁ ଅପେକ୍ଷା କରିଥିଲା, କିନ୍ତୁ ତୁମେ ନିଜର କୃତକର୍ମ ଦ୍ୱାରା
ତାକୁ ପଛକୁ ଠେଲିଦେଲ। କାରଣ ତୁମେ ଏପରି କର୍ମ କଲ ଯାହାକି ତୁମକୁ ରାଜପଦ ପାଇଁ ଅଯୋଗ୍ୟ କରିଥାନ୍ତା। ତେଣୁ ରାଜପଦ ମିଳିବାରେ ଯେଉଁ ସମ୍ଭାବନା ତାକୁ ତୁମେ ବ୍ୟାହତ କଲ, ବା ସମୟର ସେଇ ଘଟଣା ପ୍ରବାହରେ ତୁମେ ପଥରୋଧ କରିଦେଲ। ନିଜେ ହିଁ ସେଥିପାଇଁ ଦାୟୀ। ଅନ୍ୟମାନଙ୍କୁ ମନ୍ଦ ଆଚରଣ କରିଥିବାର ପରିଣାମ ସ୍ୱରୂପ ଅନ୍ୟମାନଙ୍କର ଯେଉଁ ଅସଦିଚ୍ଛା ବା ଅସନ୍ତୋଷର ଯେଉଁ ପ୍ରଭାବ, ସେ ତୁମର ଭବିଷ୍ୟତରେ ହସ୍ତକ୍ଷେପ କଲା। କିନ୍ତୁ ବିଜନ ଯଦିଓ ତାର ମୃତ୍ୟୁ ଯୋଗ ଥିଲା, ସେ ଏତେ ଗୁଡିଏ ସତ୍କର୍ମ କଲା ଯେ ତାର ପରିଣାମରେ ତାର ମୃତ୍ୟୁ ଯୋଗଟା ସାମାନ୍ୟ ଗୋଟେ କ୍ଷତରେ ସୀମିତ ହେଇଗଲା। ମୃତ୍ୟୁ ଆସିବାକୁ ଯାଉଥିଲା, କିନ୍ତୁ ସମସ୍ତଙ୍କର ତା ପ୍ରତି ଯେଉଁ ଶୁଭେଚ୍ଛା, ତାର ହିତାକାଂକ୍ଷା, ତାର ବି ତ ପରିଣାମ ରହିଛି ନା। ସେସବୁ ହଉଛନ୍ତି ଗୋଟେ ଗୋଟେ ଦିବ୍ୟ ଶକ୍ତି, ଭଗବତ କୃପା। ଭଗବତ କୃପା ମଧ୍ୟ ଏଇ ମନୁଷ୍ୟମାନଙ୍କର ଆଚରଣ ମଧ୍ୟ ଦେଇ, ଅହଙ୍କାର ମଧ୍ୟ ଦେଇ କାର୍ଯ୍ୟ କରିଥାଏ। ଭଗବାନ ତ ସବୁ କିଛି କରୁଛନ୍ତି, କିନ୍ତୁ ତାଙ୍କର ନିୟମ ହେଲା ଯେ ଅପରା ପ୍ରକୃତି ଅନ୍ତର୍ଗତ ବ୍ୟକ୍ତିର ଅହଙ୍କାର ଦେଇକରି ସେ କାର୍ଯ୍ୟ କରନ୍ତି। ଆମେ ଯେଉଁ ଭଗବତ କୃପା କହୁ, ପ୍ରକୃତ ସେଟା ଆମର ପରିବେଶରେ ରହୁଥିବା ସମସ୍ତଙ୍କ ମାଧ୍ୟମରେ ଆମକୁ ପ୍ରାପ୍ତ ହେଇଥାଏ। ସେଥିପାଇଁ ତ ବାପା ମାଙ୍କର ଆଶୀର୍ବାଦ, ଗୁରୁଜନ ମାନଙ୍କର ଆଶୀର୍ବାଦର ବହୁତ ପ୍ରଭାବ ରହିଛି। କାରଣ ତାଙ୍କ ମାଧ୍ୟମରେ ହିଁ ଭଗବତ କୃପା କାର୍ଯ୍ୟ କରିଥାଏ। ଏବଂ ଯାହା କଲା ବିଜନ କ୍ଷେତ୍ରରେ, ଏବଂ ତାର ଯେଉଁ ମୃତ୍ୟୁ ହବାର ଥିଲା, ସାମାନ୍ୟ ଗୋଟେ କ୍ଷତ ବା ଆଘାତରେ ସେଟା ସୀମିତ ହେଇଗଲା। ସାଧୁଜୀ ଏଟା କହିକରି ପୁଣି ଧ୍ୟାନରେ ଚକ୍ଷୁ ମୁଦ୍ରିତ କଲେ। ଦୁଇ ବନ୍ଧୁ ତାଙ୍କୁ ପ୍ରଣାମ କରି ଫେରି ଆସିଲେ। ତେଣୁ ସାଧୁଜୀ ଯେତେବେଳେ ସେତେବେଳେ ତାଙ୍କର ଭାଗ୍ୟ ଦେଖିଥିଲେ, ସେଟା ସେଇ ସମୟର ଭବିଷ୍ୟତରେ ଦେଖାଯାଉଥିଲା ସ୍ପଷ୍ଟ ରୂପେ। କିନ୍ତୁ ତାପରେ ତା ପର ବର୍ଷ ସେମାନେ କଣ କରିବେ ସେଟା ତ ସାଧୁଜୀ ଜାଣିନଥିଲେ ବା ଜାଣିବା ପାଇଁ ଇଚ୍ଛା କରୁନଥିଲେ। ସେଟା ହଉଛି ବ୍ୟକ୍ତିର ସ୍ୱାଧୀନତା, ସେଟା ହଉଛି ଫ୍ରି ୱିଲ୍, ଯାହା ଭଗବାନ ଆମକୁ ଦେଇଛନ୍ତି ଏବଂ ଯୋଉଥିରେ ସେ କେବେ ହସ୍ତକ୍ଷେପ କରନ୍ତି ନାହିଁ। ପ୍ରତି ମୁହୂର୍ତ୍ତରେ ଆମେ ସ୍ୱାଧୀନ। ମା ବହିରେ ପ୍ରଭୁ ସ୍ପଷ୍ଟ ଭାବରେ ଲେଖିଛନ୍ତି, ଚାହିଁଲେ ଆମେ ସମର୍ପଣ କରିପାରିବା, ଚାହିଁଲେ ଆତ୍ମଦାନ କରିପାରିବା, ନ ଚାହିଁଲେ କରିବା ନାହିଁ। ଏପରିକି ଆମେ କରିଥିବା ଆତ୍ମଦାନକୁ ମଧ୍ୟ ଫେରେଇ ଆଣିପାରିବା। ମହାବୀର ଲେଖିଛନ୍ତି ପ୍ରଭୁ କୌତୁକିଆ ଢଙ୍ଗରେ, ନିଜର ଆତ୍ମଦାନକୁ ପ୍ରତ୍ୟାହାର କରିଦେଇପାରିବା ଯଦି ଆଧ୍ୟାତ୍ମିକ ବିଫଳତା ଭୋଗ କରିବାକୁ ଆମେ ପ୍ରସ୍ତୁତ ହେବା। ତେଣୁ ପ୍ରତି ମୁହୂର୍ତ୍ତରେ ଆମର ସ୍ୱାଧୀନତା ରହିଛି। ଆମେ କଣ କରିବା ତାର ସଂକଳ୍ପର ସ୍ୱାଧୀନତା ଆମକୁ ଭଗବାନ ଦେଇଛନ୍ତି। ତେଣୁ ପରୋକ୍ଷରେ କହିଲେ ଆମ ଭାଗ୍ୟ ଆମ ହାତରେ ଦେଇଦେଇଛନ୍ତି ଭଗବାନ। ଏବଂ ସେଇ କାରଣରୁ ଆସ୍ପୃହା ଏବଂ ପ୍ରାର୍ଥନାର ଗୋଟେ ସାମର୍ଥ୍ୟ ରହିଛି। ଏଇଟା ହଉଛି ଆମ ହାତରେ ଭଗବାନଙ୍କର ଦ୍ୱାରା ପ୍ରଦତ୍ତ ଗୋଟେ ଦିବ୍ୟ ଭଣ୍ଡାର ର ଚାବିକାଠି, କି ଟୁ ଏ ଡିଭାଇନ୍ ଟ୍ରେଜର। ଅନେକ ଦିବ୍ୟ ବିଭୂତି ଐଶ୍ୱର୍ଯ୍ୟ ଗୁଡିକ ରହିଛନ୍ତି ଆମ ପାଇଁ ପ୍ରଚ୍ଛନ୍ନ ଭାବରେ ଗୋଟେ ଗୁପ୍ତ ସୁଡ଼ଙ୍ଗରେ ବା ଗୁମ୍ଫାରେ, ଯାହାର ଦ୍ୱାର କି ବନ୍ଦ ହେଇକି ରହିଛି, କିନ୍ତୁ ସେ ଦ୍ୱାର ଲାଗିଥିବା ତାଲର ଚାବିଟି ଆମକୁ ଧରେଇ ଦେଇଛନ୍ତି ଭଗବାନ। ଆମେ ତାକୁ ଠିକ ଭାବରେ ବ୍ୟବହାର କରି ଜାଣିଲେ ହେଲା। ଏବଂ ସେ ଦୁଇଟି ଚାବି ହେଉଛନ୍ତି ଯଥାକ୍ରମେ ଅଭିପ୍ସା ଏବଂ ପ୍ରାର୍ଥନା, ଏସ୍ପିରେସନ ଏଣ୍ଡ ପ୍ରେୟର।
এই দুইটি ভিতরে পার্থক্যটা আমরা ଦେଖିବା। ଆସ୍ପୃହାଟି ଜନ୍ମ ନିଏ ଆମର ସଂକଳ୍ପ ଶକ୍ତି ଏବଂ ପ୍ରାର୍ଥନା ଜନ୍ମ ନେଇଥାଏ ଆମର ବିନମ୍ରତାର। ଆସ୍ପୃହା ଗୋଟେ ଅଗ୍ନି ତୁଲ୍ୟ ଆମ ଭିତରେ ପ୍ରଜ୍ୱଳିତ ହେଇଥାଏ, ଯୋଉଟା ନିରନ୍ତର ପ୍ରଜ୍ୱଳିତ ହେଇଥାଏ, ସେଟା ହଉଛି ଆମର ଆସ୍ପୃହା। ଆମେ ଯାହା ଚାହୁଁଥିବା ଏବଂ ଶୁଦ୍ଧ ଆସ୍ପୃହା ସବୁବେଳେ ଭଗବାନଙ୍କୁ ହିଁ ଚାହେଁ ବା ଭଗବାନଙ୍କର ଯେଉଁ ଦିବ୍ୟ ଗୁଣ ଗୁଡିକ। ଭଗବାନ ମାନେ ଆଉ ତ ଗୋଟେ ବ୍ୟକ୍ତି ନୁହନ୍ତି, ସେ ଅସଂଖ୍ୟ ଦିବ୍ୟ ଗୁଣ ବା ଦିବ୍ୟ ପ୍ରକ୍ରିୟା ଗୁଡିକର ଗୋଟେ ସାମଗ୍ରିକ ରୂପ। ଯେମିତି ମାଙ୍କର ପ୍ରତୀକରେ ଯେଉଁ 12ଟି ବିଭାବ ଅଛି, ପ୍ରତ୍ୟେକଟି ଗୋଟେ ଗୋଟେ ଦିବ୍ୟ ବିଭୂତି ମାଙ୍କର, ପ୍ରତ୍ୟେକ ଗୋଟେ ଗୋଟେ ଦିବ୍ୟ ଶକ୍ତି। ସେଗୁଡିକ ଜଣେ ଯଦି ଅଭ୍ୟାସ କରେ ନିଜ ଭିତରେ, ତାହେଲେ ତା ଭିତରେ ଦିବ୍ୟତା ବିକଶିତ ହବ। ସେ ସାଧାରଣ ମାନବରୁ ଧୀରେ ଧୀରେ ଗୋଟେ ଦିବ୍ୟ ଚେତନାର ଅଧିକାରୀ ହେଇଯିବ। ସେଟା ତ ଭଗବତ୍ୱ। ଯେ ଭଗବାନଙ୍କର ଲକ୍ଷ୍ୟ ଏ ସୃଷ୍ଟିଟି ଦିନେ ସାମୂହିକ ଭାବରେ ଭଗବାନ ହୋଇ ଉଠିବ, ସେ ଭଗବତ୍ୱ ଆଡକୁ ଆମ ସମସ୍ତଙ୍କର ଯାତ୍ରା। ଏବଂ ସେଥିପାଇଁ ଆମ ହାତରେ ଗୋଟେ ଚାବି ଭଗବାନ ଦେଲେ, ଆମର ସଂକଳ୍ପ ଶକ୍ତି। ଆମେ ଯାହା ହେବାକୁ ଇଚ୍ଛା କରିବା, ଦୃଢ ସଂକଳ୍ପ କରିବା, ତାହା ଦିନେ ହୋଇ ଉଠିବା। ତେଣୁ ସେଥିପାଇଁ କୁହାଯାଏ ଗତସ୍ୟ ଶୋଚନା ନାସ୍ତି। ଜଣେ ଯଦି କିଛି ଭୁଲ କଲା, ସେଟାକୁ ଭାବି ଭାବି ଘାଣ୍ଟି ହେଲେ କଣ ସେ କର୍ମବନ୍ଧନଟା ଟଳିଯିବ କି? ବରଂ ଯଦି କର୍ମବନ୍ଧନଟି ଟଳିବାକୁ ଜଣେ ଚାହୁଁଥାଏ, ତାହେଲେ ସେଇ ମୁହୂର୍ତ୍ତରୁ ଏଭଳି କର୍ମ କରିବା ଦରକାର ଯାହାର ପରିଣାମର ଶକ୍ତିଟି ତାର କର୍ମବନ୍ଧନର ଶକ୍ତିଠାରୁ ଅଧିକ ହେଇଯିବ। ତାହେଲେ ସେ କାଟି ଦେଇପାରିବ ତାକୁ, କିମ୍ବା ତାର ତୀବ୍ରତାକୁ ଅନ୍ତତଃ ଯଥେଷ୍ଟ ପରିମାଣରେ ହ୍ରାସ କରିଦେଇପାରିବ। ତପସ୍ୟା ଦ୍ୱାରା ମୃତ୍ୟୁ ଯୋଗକୁ ମଧ୍ୟ ମିଥ୍ୟାରେ ପରିଣତ କରିଦେଇଛନ୍ତି ଏଇ ଭାରତ ବର୍ଷର ଯୋଗଜନ୍ମ ତପସ୍ୱୀ ମାନେ। ଅନେକ ଉଦାହରଣ ରହିଛି, ଆମେ ଜାଣିଛୁ। ଯେମିତି ମହର୍ଷି ମାର୍କଣ୍ଡେୟ, ସେ ତ ଥିଲେ ମହର୍ଷି ମୃକଣ୍ଡ ଋଷିଙ୍କର ପୁତ୍ର। ମୃକଣ୍ଡଙ୍କର କୌଣସି ସନ୍ତତି ନଥିଲେ। ପତି ପତ୍ନୀ ସେଥିପାଇଁ ଶିବଙ୍କୁ ପ୍ରାର୍ଥନା କରନ୍ତେ, ଶିବ ପ୍ରସନ୍ନ ହେଇକରି ତାଙ୍କୁ ବର ଦେଲେ ଏବଂ ପୁତ୍ର ପ୍ରାପ୍ତିର ବର ଦେଲେ, କିନ୍ତୁ ଗୋଟେ ସର୍ତ୍ତରେ ଯେ ଯଦି ସେମାନେ ଦୀର୍ଘାୟୁ ପୁତ୍ର ଚାହାନ୍ତି, ସେ ମୂର୍ଖ ହବ, ଏବଂ ଯଦି ଜ୍ଞାନୀ ପୁତ୍ର ଚାହାନ୍ତି, ସିଏ ହବ ଅଳ୍ପାୟୁ। ତତ୍କ୍ଷଣାତ୍ ନିଜର ନିଷ୍ପତ୍ତି ସ୍ଥିର କରିନେଲେ ମୃକଣ୍ଡ ଋଷି ଏବଂ କହିଲେ, ନା ଅଳ୍ପାୟୁ ହଉ ପଛେ ମୋର ଜ୍ଞାନୀ ପୁତ୍ର ଦରକାର, କାରଣ ମୂର୍ଖ ପୁତ୍ର ସବୁଦିନ ପିତାମାତାଙ୍କୁ ଦୁଃଖ ଦେଇଥାଏ। ବରଂ ଅପୁତ୍ରିକ ରହିବା ଭଲ, କିନ୍ତୁ ମୂର୍ଖ ପୁତ୍ରର ଜନକ ହେବାର ମୋର ଇଚ୍ଛା ନାହିଁ ବୋଲି କହିଦେଲେ। ଯଥା ସମୟରେ ଶିବଙ୍କ କୃପାରୁ ଜନ୍ମ ନେଲେ ମାର୍କଣ୍ଡେୟ। ସେ ଥିଲେ ଆଜନ୍ମ ସିଦ୍ଧ ମହାଜ୍ଞାନୀ। ଆନନ୍ଦରେ ସେ ବଢି ଚାଲିଲେ। ଅତି ଅଳ୍ପ ବୟସରେ ବହୁତ ଜ୍ଞାନ ଅର୍ଜନ କଲେ ଏବଂ ନିରନ୍ତର ଭଗବତ ଚେତନାରେ ସେ ନିବିଷ୍ଟ ରହୁଥାନ୍ତି। ତାଙ୍କୁ ଯେତେବେଳେ 12 ବର୍ଷ ପୁରିବାକୁ ଯାଉଛି, 11 ବର୍ଷ ପୁରୀ ଯେତେବେଳେ 12 ଚାଲିଲା, ଦେଖିଲେ ବାପା ମାଙ୍କର ଆଖିର ଅବିରତ ଅଶ୍ରୁ। କାରଣ ବର୍ଷରେ କହୁ କହୁ ଚାଲିଯିବ, ପୁଅ ତାଙ୍କୁ ଛାଡିକି ଚାଲିଯିବ ଭାବିକରି ଯାହା ହେଲେ ବାତ୍ସଲ୍ୟ ମମତାର ବନ୍ଧନ ତ
ଅକାଟ୍ୟ ଯେତେ ଋଷି ହେଲେ ମଧ୍ୟ ସେମାନେ ଏଇ ବନ୍ଧନରୁ ମୁକ୍ତ ହେଇପାରିବେ ନାହିଁ। ବାରମ୍ବାର ପଚାରିଲା ପରେ ଶେଷରେ ପିତାମାତା ତାଙ୍କୁ କହିଦେଲେ ସତ୍ୟ କଥାଟି। ମାର୍କଣ୍ଡେୟ କହିଲେ ଏଇ କଥା। ସେଇ ବାପା ମାଙ୍କୁ ପ୍ରଣାମ କଲେ ଏବଂ କହିଲେ ଆପଣ ମତେ ଆଶୀର୍ବାଦ କରନ୍ତୁ ଯେ ମୁଁ ମୋର ମୃତ୍ୟୁକୁ ମଧ୍ୟ ଟାଳି ଦେଇପାରିବି ଆପଣଙ୍କର ଆଶୀର୍ବାଦ ଏବଂ ମୋର ତପସ୍ୟା ବଳରେ। କହିକରି ସେଇ ମୁହୂର୍ତ୍ତରୁ ଶିବଙ୍କର ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରି ଶିବଙ୍କର ଚେତନାରେ ନିବିଷ୍ଟ ହେଲେ। ଶିବଙ୍କର ମନ୍ତ୍ର ଜପ କରି କରି ସେ ଶିବଙ୍କ ସହିତ ଏମିତି ତଲ୍ଲୀନ ହେଇଗଲେ ଯେ ତାଙ୍କର ପୃଥକ ସତ୍ତା ରହିଲା ନାହିଁ। ସେ ସମ୍ପୂର୍ଣ୍ଣ ଏକାତ୍ମ ହେଇଗଲେ ଶିବଙ୍କ ସହିତ, ଅର୍ଥାତ୍ ସେ ନିଜେ ଶିବ ହେଇଗଲେ। ତେଣୁ ସେ କାଳ ମୁହୂର୍ତ୍ତ ଯେତେବେଳେ ଉପସ୍ଥିତ ହେଲା, ତାଙ୍କର ଆୟୁଷ ପୂର୍ଣ୍ଣ ହେବାର ସମୟ, ସେତେବେଳେ ଯମଦୂତ ଗଣ ଆସିଲେ ତାଙ୍କୁ ନେବା ପାଇଁ। ସେମାନେ କାହାକୁ ନେବେ? ସେଠି ତ ଆଉ ମାର୍କଣ୍ଡେୟ ତ ଆଉ ନାହାନ୍ତି, ସେ ହେଇଯାଇଛନ୍ତି ଶିବ। ଶିବଙ୍କୁ ଆଉ କିଏ ନେଇପାରିବ? ସେ ତ ସ୍ୱୟଂ ମହାକାଳ। ମହାକାଳଙ୍କ ଉପରେ କାଳର କବଳ କେମିତି ରହିବ? ତେଣୁ ସେମାନେ ଫେରିଗଲେ। ଯେତେବେଳେ ସେ ମୁହୂର୍ତ୍ତଟି ଅତିକ୍ରାନ୍ତ ହେଇଗଲା, ତାଙ୍କର ସମାଧି ଭିତରୁ ଯେତେବେଳେ ପ୍ରକୃତିସ୍ଥ ହେଲେ ମାର୍କଣ୍ଡେୟ, ସେତେବେଳେ ଦେଖିଲେ ସପ୍ତର୍ଷି ଗଣ ସେ ବାଟେ ଯାଉଛନ୍ତି। ସେ ତାଙ୍କୁ ପ୍ରଣାମ କଲେ। ସପ୍ତର୍ଷି ଗଣ ତାଙ୍କୁ ଆଶୀର୍ବାଦ ଦେଲେ ଦୀର୍ଘାୟୁ ହବ। ଏହିପରି ଭାବରେ ମାର୍କଣ୍ଡେୟଙ୍କର ପୁନର୍ଜନ୍ମ ପ୍ରାପ୍ତ ହେଲା। ଦୀର୍ଘାୟୁ ସେ ହେଲେ, ମୃତ୍ୟୁକୁ ଅତିକ୍ରମ କରିଗଲେ। ଏବଂ କିମ୍ବଦନ୍ତୀ ଯାହା କହେ ଯେ ଯମଦୂତ ମାନେ ଯେତେବେଳେ ତାଙ୍କୁ ନେବାକୁ ଆସିଲେ, ମାର୍କଣ୍ଡେୟ ଜୋରରେ ଶିବଲିଙ୍ଗକୁ ଜାବୁଡି ଧରିଲେ ଏବଂ ଭକ୍ତଙ୍କର ଅବସ୍ଥା ଦେଖି ଶିବ ତତ୍କ୍ଷଣାତ୍ ଆବିର୍ଭୂତ ହେଇକରି 16 ହସ୍ତେ ଶିବ ତାଙ୍କର ଭୀଷଣ ରୂପ ପ୍ରଦର୍ଶନ କରି ଯମଦୂତ ମାନଙ୍କୁ ସେଠୁ ଘୋଡେଇ ଦେଲେ। ଏଇଟା ଜନଶ୍ରୁତିରେ କାହାଣୀକୁ ଉଜ୍ଜୀବିତ ରଖିବା ପାଇଁ ଏମିତି କୁହାଯାଏ, କିନ୍ତୁ ତାତ୍ପର୍ଯ୍ୟ, ଆଧ୍ୟାତ୍ମିକ ତାତ୍ପର୍ଯ୍ୟଟି ଏହିପରି ଯେ ଜଣେ ତାର ଚେତନାର ସ୍ଥିତିକୁ ସମ୍ପୂର୍ଣ୍ଣ ବଦଳେଇ ଦେଇପାରେ। ତେଣୁ ଯେଉଁ ସ୍ଥିତିରେ ରହିଲେ ସେ ପରିଣାମ ଘଟିଥିବା କଥା, ସେଇ ସ୍ଥିତି ଯଦି ନାହିଁ ତାହେଲେ ପରିଣାମଟା ଘଟିବ କାହା ଉପରେ? ଯିଏ ଭୋଗ କରିବା କଥା ସିଏ ଯଦି ନଥିବ, ବଦଳି ଯାଇଥିବ ତାର ଷ୍ଟ୍ରକ୍ଚର, ତାର ଚେତନାଗତ ସଂରଚନା, ତାହେଲେ ସେ କର୍ମଫଳ ଭୋଗିବ କାହିଁକି? କର୍ମଫଳରୁ ସେ ମୁକ୍ତ ହେଇଯିବ। ତେଣୁ ମର୍ମଟି ହେଲା, ଜଣେ ନିଜର କର୍ମ ଦ୍ୱାରା କର୍ମ ବନ୍ଧନକୁ ମଧ୍ୟ ବଦଳେଇ ଦେଇପାରେ। କର୍ମ ଦ୍ୱାରା କର୍ମବନ୍ଧନରୁ ମୁକ୍ତ ହେବା ପାଇଁ ଆମ ସମସ୍ତଙ୍କୁ ପ୍ରଚେଷ୍ଟା କରିବାକୁ ପଡିବ। ଏଥିପାଇଁ ତୀବ୍ର ସଂକଳ୍ପ ଦରକାର ଏବଂ ଦୃଢ ଆସ୍ପୃହା। ଆସ୍ପୃହା ହେବା ଉଚିତ ସଦା ଜାଗ୍ରତ, ଅବିରାମ, ଅବିଚ୍ଛିନ୍ନ। ଏଭଳି ଆସ୍ପୃହା ଦ୍ୱାରା ଭାଗ୍ୟ ବଦଳା ଯାଇପାରେ। ଏବଂ ଦ୍ୱିତୀୟଟି ହେଉଛି ପ୍ରାର୍ଥନା। ପ୍ରାର୍ଥନା କଣ କରେ? ସେ ଦିବ୍ୟ କୃପାକୁ ଡାକି ଆଣେ। ଆସ୍ପୃହା ଜଣେ କରେ ବ୍ୟକ୍ତିଗତ ପ୍ରଚେଷ୍ଟା ପାଇଁ, ନିଜେ ସଂକଳ୍ପ କରିବ, କର୍ମ କରିବ। କିନ୍ତୁ ପ୍ରାର୍ଥନା ସେଭଳି ଜଣେ କରିପାରେ ଯିଏ ନିଜ ଉପରେ କମ ଆସ୍ଥା ଏବଂ ଦିବ୍ୟ କୃପା ଉପରେ ଅଧିକ ଆସ୍ଥା ରଖିଥାଏ। ସେଭଳି ହେବା ପାଇଁ ତା ଭିତରେ ଯଥେଷ୍ଟ ବିନମ୍ରତା ରହିଥିବା ଦରକାର। ମା କହିଛନ୍ତି ଯେ ବିନମ୍ର ନୁହେଁ ସିଏ ପ୍ରାର୍ଥନା କରିପାରିବ ନାହିଁ। ସେ ଆସ୍ପୃହା ହୁଏତ କରିପାରେ କିନ୍ତୁ ପ୍ରାର୍ଥନା କରିପାରିବ ନାହିଁ। ଏବଂ ପ୍ରାର୍ଥନାଟା ବେଶୀ ଚମତ୍କାର ହାସଲ କରେ। କାରଣ ମଣିଷର ସାମର୍ଥ୍ୟ ବା କେତେ? ତାର ବ୍ୟକ୍ତିଗତ ଅହଂର ଆସ୍ପୃହା ଯେତେ ତୀବ୍ର ହେଲେ ମଧ୍ୟ ଦିବ୍ୟ କୃପା ଠାରୁ ଅଧିକ ଶକ୍ତିଶାଳୀ ହେଇପାରିବ ନାହିଁ। ସେଥିପାଇଁ ତ ପ୍ରଭୁ କହିଲେ ଆମର ସାଧନା ରହସ୍ୟ ଦୁଇଟି ଶକ୍ତିର ସଂଯୋଗ ସମ୍ପନ୍ନ ହେଇପାରେ। ନିମ୍ନରୁ ଆବାହନ କରୁଥିବା ଆସ୍ପୃହା, ଉପର ଉତ୍ତର ଦଉଥିବା ଦିବ୍ୟ କରୁଣା। ସେ ଦିବ୍ୟ କରୁଣାକୁ ଆବାହନ କରିବା ପାଇଁ
ଆମ ଭିତରେ ଯଥେଷ୍ଟ ବିନମ୍ରତା ବୋଧ ରହିଥିବା ଦରକାର। ସେ ବିନମ୍ରତା ହିଁ ଆମର ଗ୍ରହଣଶୀଳତା ସୃଷ୍ଟି କରେ ଏବଂ ଦିବ୍ୟ କୃପାକୁ ଡାକି ଆଣେ, ଉତାରି ଆଣେ, ଯାହାକି କାର୍ଯ୍ୟ କରି ମୁହୂର୍ତ୍ତକ ଭିତରେ ଅସାଧ୍ୟ ସାଧନ କରିପାରେ, ଆମର ଚେତନାକୁ ରୂପାନ୍ତରିତ କରିପାରେ, ଯାହାକି ସାଧାରଣ ମାନସିକ ତପସ୍ୟା ହଜାର ହଜାର ବର୍ଷ ଭିତରେ କରିପାରିବ ନାହିଁ। ପ୍ରାର୍ଥନା ଦ୍ୱାରା, ଦିବ୍ୟ କୃପା ଦ୍ୱାରା ତାହା ଗୋଟିଏ ମୁହୂର୍ତ୍ତରେ ସମ୍ଭବ ହେଇପାରେ। ତେଣୁ ପ୍ରାର୍ଥନା ଏବଂ ଆସ୍ପୃହାର ପ୍ରକୃତରେ ଯାଦୁକରୀ ଶକ୍ତି ରହିଛି। ଆମ ଜୀବନରେ ଯାହା ପରିବର୍ତ୍ତନ ଆମେ ଆଶା କରୁଛୁ ଏବଂ ସାମଗ୍ରିକ ଭାବରେ ଏହି ବିଶ୍ୱର ପରିବର୍ତ୍ତନ, ପୃଥିବୀର ପରିବର୍ତ୍ତନ, ଚେତନା ରୂପାନ୍ତର, ଦିବ୍ୟ ସ୍ୱର୍ଗ ରାଜ୍ୟର ପ୍ରତିଷ୍ଠା, ଏଇଟା ସମ୍ଭବ ହବ ଆମର ସାମୂହିକ ଆସ୍ପୃହା ଏବଂ ପ୍ରାର୍ଥନାର ତୀବ୍ରତା ଉପରେ। ତେଣୁ ମାଙ୍କୁ ପ୍ରାର୍ଥନା କରିବା ଆମ ସମସ୍ତଙ୍କର ଚେତନାରେ ଶୁଦ୍ଧ ଆସ୍ପୃହା ଏବଂ ଭଗବତ ପ୍ରାର୍ଥନା ଜାଗୃତ ହଉ, ମାଙ୍କର କୃପା ଆମକୁ ପ୍ରାପ୍ତ ହଉ, ପ୍ରଭୁଙ୍କର ଇଚ୍ଛା ଏ ପୃଥିବୀରେ ଶୀଘ୍ରାତି ଶୀଘ୍ର ବାସ୍ତବତା ରୂପଣ। ଏ ପ୍ରାର୍ଥନା ସହିତ ଆଜିର ଆଲୋଚନାକୁ ବିରାମ ଦେବା। ସମସ୍ତଙ୍କୁ ଧନ୍ୟବାଦ। ବନ୍ଦେ ମାତରମ୍। ବର୍ତ୍ତମାନ ଗୋଟିଏ ମିନିଟ ମାଙ୍କ ନାମ ଜପ କରିବା ସହିତ ଆଜିର ଶ୍ରୀ ଅରବିନ୍ଦ ପାଠଚକ୍ରକୁ ସମାପ୍ତ କରିବା। ମା 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 ମା।